ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏଇ ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଅପ୍ରେଲ 9 ତାରିଖ ବୁଧବାର, ଚୈତ୍ର ଶୁକ୍ଳ ଦ୍ୱାଦଶ ତିଥି, ପୂର୍ବ ଫାଲ୍ଗୁନ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ମୀନ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ବୃଷ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିବେ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ତାପରେ ଆସିବା ମିଥୁନ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଅଶୁଭ ଅଟେ। ଜଗି ରଖି ଚଳନ୍ତୁ, ଶରୀର ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି, ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳି ଝଗଡ଼ାରୁ ଦୂରେଇ ରୁହନ୍ତୁ। ଆଜି ଦ୍ରବ୍ୟନାଶର ଯୋଗ ଅଛି, ଧନ ହାନି, ଅଶୁଭ ଖବର ପାଇବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ତାପରେ ଆସିବା ସିଂହ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ, କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, ଦ୍ରବ୍ୟନାଶ, ଧନ ହାନି, ବାଣିଜ୍ୟରେ ହାନି, କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ଅଶାନ୍ତି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା ତୁଳା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି, ନୂତନ ଦ୍ରବ୍ୟ କ୍ରୟ କରିବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ବିଛା ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିବେ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ଧନୁ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ମକର ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ମକଦ୍ଦମାରେ ବିଜୟ, ମନୋବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, ନୂତନ ଦ୍ରବ୍ୟ କ୍ରୟ କରିବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ମୀନ ରାଶି, ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ, କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ପୋଇ ଖାଇବା ନିଷେଧ। ଜୟ ଜଗନ୍ନାଥ।